ଅପ୍ରେଲ ମାସର ଉଦୁଉଦିଆ ଖରାବେଳ। ନାତି ନାତୁଣୀମାନଙ୍କର ସ୍କୁଲ କଲେଜ ସବୁ ଛୁଟି। ଲଞ୍ଚ ପରେ ପରେ ସେମାନେ ନିଜ ନିଜ ରୁମ୍ରେ ମୋବାଇଲରେ ଆଖି ଗଡ଼େଇ ବସିଥାନ୍ତି। ଜେଜେମା ସୁନୀତି ଦେବୀ ଘର କାମ ସାରି ହାତ ପୋଛୁ ପୋଛୁ ଛୁଆ ଦୁଇଟା କ'ଣ କରୁଛନ୍ତି ଦେଖି ଆସିବେ ବୋଲି ନାତି ନାତୁଣୀଙ୍କ ରୁମ୍ ଆଡ଼ୁ ଘେରାଏ ବୁଲି ଆସିଲେ। ଏଇ ବୟସରେ ଟିକିଏ ମନ ହୁଏ ପିଲାଙ୍କ ପାଖରେ ଦି ଘଡ଼ି ବସିଯିବା ପାଇଁ, ଦି ପଦ କଥାବାର୍ତ୍ତା ହେବାକୁ। ସେମାନଙ୍କ ସହିତ ଟିକିଏ ହସି ଖେଳିଦେଲେ ମଣିଷ ନିଜର ବୟସ ଭୁଲିଯାଏ। ପିଲାଙ୍କ ସାଥିରେ ପୁଣି ପିଲାଟିଏ ହୋଇଗଲା ପରି ଲାଗେ। ନିଜର ଏବଂ ନିଜ ପୁଅ ଝିଅଙ୍କର ପିଲାଦିନର ସ୍ମୃତି ପୁଣି ଆଖି ଆଗରେ ନାଚିଯାଏ। କିନ୍ତୁ ଆଜିକାଲିକା ପିଲାଙ୍କ ପାଖରେ ସମୟ ନାହିଁ। ଖରା ଛୁଟିରେ ବି ସ୍କୁଲର ହଲିଡେଜ୍ ହୋମୱାର୍କ ମିଳିଯାଏ। ପିଲାଏ କିଛି ସମୟ ପଢ଼ାପଢ଼ି କରିଦିଅନ୍ତି। ତାପରେ ଦିନସାରା ଟିଭି ନହେଲେ ମୋବାଇଲ ସାଙ୍ଗରେ ବିଜି ହୋଇଯାଆନ୍ତି। ଘରୁ ବାହାରି ସାଙ୍ଗସାଥୀଙ୍କ ସାଥିରେ ଖେଳକୁଦ କରିବା ଅବା ବୁଲାବୁଲି କରି ଦେହ ମନ ଟିକିଏ ଫୁର୍ତ୍ତି କରିବାକୁ ବି ସେମାନଙ୍କ ପାଖରେ ସମୟ ନାହିଁ। ଆଉ ଏ ବୁଢ଼ାବୁଢ଼ୀଙ୍କ ପାଇଁ ସମୟ କେଉଁଠୁ ଆସିବ? ଜେଜେ ରିଟାୟାର୍ଡ ହେଡ୍ କ୍ଲର୍କ। ନାତି ନାତୁଣୀଙ୍କର ସ୍କୁଲ ହୋମୱାର୍କରେ କେବେ କିଛି ହେଲ୍ପ ଆବଶ୍ୟକ ହେଲେ ନାତି ନାତୁଣୀ ଜେଜେଙ୍କୁ ପଚାରି ନିଅନ୍ତି। ବାସ୍ କେବଳ ସେତିକି ସମ୍ପର୍କ। ନିଜ ଜୀବନର ଅଭିଜ୍ଞତା ପିଲାଙ୍କ ସାଥିରେ ବାଣ୍ଟିବା କି ସେମାନଙ୍କ ସହିତ ଟିକିଏ ହସି ଖେଳି ସମୟ କାଟିବାକୁ କ'ଣ ତାଙ୍କର ମନ ହୁଏନି? ବହୁତ ମନ ହୁଏ କାହା ସାଥିରେ ବସି ଢେର ସାରା ଗପିବାକୁ, ଜୀବନର ଖଟା ମିଠା ଅନୁଭୂତି କାହା ସହିତ ବାଣ୍ଟିବାକୁ। ହେଲେ କାହା ପାଖରେ ଏତେ ସମୟ ଅଛି? ବୁଢ଼ାଟା ସାଙ୍ଗରେ ବସି କିଏ ଗପସପ କରିବ? ଜେଜେମା କେବଳ ଖୋଜା ପଡ଼େ ଲଞ୍ଚ ସମୟ ହେଲେ ଅବା ଆଉ କିଛି ଦରକାର ପଡ଼ିଲେ। ବାପା ମା ଦୁଇଜଣ ଅଫିସରେ। ବୁଢ଼ା ବୁଢ଼ୀଙ୍କ କାମ କେବଳ ଘର ଜଗିବା। 2-4 ଦିନ ଏପରି ବି ଚାଲିଯାଏ ଯେବେ ନା ନାତି ନାତୁଣୀ ନା ପୁଅ ବୋହୂ କାହା ସହିତ କଥା ପଦେ ହେବାର ସୁଯୋଗ ମିଳେନି। ସମସ୍ତେ ନିଜ ନିଜ କାମରେ ବହୁତ ବ୍ୟସ୍ତ। ସକାଳେ ଘର କାମ କରିବାକୁ ଆସୁଥିବା ମାଳତୀ ନୀତି ନମସ୍କାରଟିଏ କରି ବୁଢ଼ାବାବୁ ଆଉ ମାଙ୍କର ଦେହ ପା କଥା ପଚାରି ନିଏ। ତଥାପି ଅନାଦି ବାବୁ ନିଜକୁ ବଡ଼ ଭାଗ୍ୟବାନ ମନେ କରନ୍ତି। ଗର୍ବ ବି ଅନୁଭବ କରନ୍ତି। ଆଜି କାଲିକା ଯୁଗରେ ପିଲାଏ ବୁଢ଼ା ବାପା ମାକୁ ଏକୁଟିଆ ଛାଡ଼ି ଅଲଗା ରହୁଛନ୍ତି। କିନ୍ତୁ ପୁଅ ବୋହୂ ତାଙ୍କ ସାଙ୍ଗରେ ତ ଅଛନ୍ତି। କିଛି ନହେଲେ ପିଲାଙ୍କୁ ଆଖି ସାମ୍ନାରେ ଦେଖୁଛନ୍ତି। ନହେଲେ ଏ ବୟସରେ ଏକୁଟିଆ ରହିବା କେତେ ଯନ୍ତ୍ରଣାଦାୟକ ହୋଇଯାଆନ୍ତା। ସତେ ଏତିକି ଭରସା ତ ଅଛି ପିଲାଏ ପାଖରେ ଅଛନ୍ତି। ଦେହପା କେବେ କିଛି ଅସୁବିଧା ହୋଇଗଲେ ଦେଖାଶୁଣା କରିପାରିବେ। ଦି ଓଳି ଦି ବକତ ଠିକ୍ ସମୟରେ ଖାଇବାକୁ ମିଳିଯାଉଛି। ନହେଲେ ଏ ବୟସରେ ଏସବୁ କାମ ନିଜେ ନିଜେ କରିବା କେତେ କଷ୍ଟକର ହୋଇଯାଆନ୍ତା। ପୁଅ ବୋହୂଙ୍କର ବା ଦୋଷ କ'ଣ? ଆଜିକାଲି ଯୁଗରେ ଘର ଚଳେଇବା, ପିଲାଙ୍କୁ ପାଠ ପଢ଼ାଇବା, ସମାଜର ଅନ୍ୟମାନଙ୍କ ସହିତ ଷ୍ଟାଟସ ପ୍ରତିଯୋଗିତାରେ ସମସ୍ତଙ୍କ ଆଗରେ ରହିବା, ଏସବୁ ପାଇଁ ବହୁତ ପଇସା ଦରକାର। ପୁଅ ବୋହୂ ଦିଜଣ ଲାଗି ପଡ଼ିଛନ୍ତି ପଇସା ରୋଜଗାରରେ। ହେଲେ ଅନାଦି ବାବୁ ବି ଘର ସଂସାର କରିଥିଲେ। ପିଲାଙ୍କୁ ପାଠ ପଢ଼େଇ ଝିଅକୁ ଡାକ୍ତର, ପୁଅକୁ ଇଞ୍ଜିନିୟର କରିଲେ। ଅନେକ ଘର ଜଞ୍ଜାଳ ସତ୍ତ୍ୱେ ସମସ୍ତଙ୍କ ପାଇଁ ସମୟ ଥିଲା ତାଙ୍କ ପାଖରେ। ବାପା ମା, ଭାଇ ଭଉଣୀ, ବନ୍ଧୁବାନ୍ଧବ, ସାଙ୍ଗସାଥି ସମସ୍ତଙ୍କୁ ସମୟ ଦେଉଥିଲେ। ସନ୍ଧ୍ୟାରେ ଅଫିସରୁ ଫେରିଲା ପରେ ବାପା ମାଙ୍କ ପାଖରେ ଘଣ୍ଟାଏ ଅଧଘଣ୍ଟାଏ ବସି ଯାଉଥିଲେ। ଦେହପା କଥା ପଚାରୁଥିଲେ। କିଛି ନହେଲେ ପୁରୁଣା ଦିନର କଥା ମନେ ପକାଇ ଗପସପ କରି ହସି ହସି ଗଡ଼ି ଯାଉଥିଲେ। ପିଲାଙ୍କ ସହିତ ବସି ସେମାନଙ୍କ ପାଠପଢ଼ା, ଦେହ ପା କଥା ବୁଝୁଥିଲେ। ସେମାନଙ୍କର ସବୁ ସମସ୍ୟାର ତାଙ୍କ ସାଥିରେ ଠିଆ ରହୁଥିଲେ। ସେମାନଙ୍କର ସବୁ ସନ୍ଦେହ ଦୂର କରୁଥିଲେ। ସମାଜରେ ଜଣେ ଭଲ ମଣିଷ ହୋଇ ରହିବା ପାଇଁ ଶିଖାଉଥିଲେ। ରାତିରେ ସମସ୍ତେ ଏକାଠି ବସି ଖାଉଥିଲେ। ଅସଲ କଥା ହେଲା, ଅନାଦି ବାବୁ ଯେଉଁ ସମୟର ମଣିଷ, ସେ ସମୟରେ ମଣିଷର ଆବଶ୍ୟକତା ବହୁତ କମ୍ ଥିଲା। ସମସ୍ତେ ଅଳ୍ପକେ ସନ୍ତୁଷ୍ଟ ରହୁଥିଲେ। ଯାହା ଯେତିକି ମିଳିଗଲା ସେଥିରେ ଖୁସି ହୋଇଯାଉଥିଲେ। ବସ୍ତୁ ଅପେକ୍ଷା ମାନବୀୟ ସମ୍ବେଦନା ତଥା ମାନବିକ ସମ୍ପର୍କକୁ ଅଧିକ ମହତ୍ତ୍ୱ ଦେଉଥିଲେ। ଏପରି ନୁହେଁ ଯେ
ସେତେବେଳେ ବଡ଼ପଣ ଦେଖାଇ ହେବାର ପ୍ରତିଯୋଗିତା ନଥିଲା, ହେଲେ ସେ ପ୍ରତିଯୋଗିତା ଭଲ ମଣିଷ ପଣିଆର ପ୍ରତିଯୋଗିତା ଥିଲା। କିଏ କେତେ ଭଦ୍ର, କେତେ ନମ୍ର, କେତେ ବନ୍ଧୁବତ୍ସଳ, କେତେ ପରୋପକାରୀ, ସେଥିରୁ ମଣିଷ ବଡ଼ପଣିଆ ଦେଖାଯାଉଥିଲା। କିନ୍ତୁ ଆଜିର ବସ୍ତୁ ସର୍ବସ୍ୱ ଦୁନିଆରେ ନିଜର ବସ୍ତୁ ପ୍ରଦର୍ଶନର ପ୍ରତିଯୋଗିତାରେ କାହା ପାଖରେ କେତେ ଧନ ଅଛି, କାହାର କେତେ ବଡ଼ ଘର, କାହାର କେତେ ବଡ଼ ଗାଡ଼ି, ଏସବୁର ମୂଲ୍ୟାଙ୍କନ ହେଉଛି। ମଣିଷ ପଣିଆ ସତେ ମରିଯାଇଛି ସମସ୍ତଙ୍କ ହୃଦୟରେ। ଏହି ଆବଶ୍ୟକତା ଆଜି ଏକ ମହାମାରୀ ପରି ବଢ଼ି ବଢ଼ି ଚାଲିଛି। ତାର ଏମିତି ଘର ତ ମୋର ତାଠାରୁ ବଢ଼ିଆ ହେବା ଦରକାର। ସେ ଆମକୁ ଗାଡ଼ି ଚଢ଼ୁଛି ତ ମୋର ତାଠାରୁ ଭଲ ଗାଡ଼ି ହେବା ଦରକାର। ତା ପୁଅ ଝିଅ ଅମୁକ ସ୍କୁଲରେ ପଢ଼ୁଛନ୍ତି ତ ମୋ ପିଲାଏ ତାଠାରୁ ମହଙ୍ଗା ସ୍କୁଲରେ ପଢ଼ିବେ। ସତରେ ଯେପରି ଗୋଟାଏ ପ୍ରତିଯୋଗିତା ଚାଲିଛି। ସମସ୍ତେ ସମସ୍ତଙ୍କଠାରୁ ଉଚ୍ଚା ଦେଖାଇ ହେବା ପାଇଁ ପାରୁ ପର୍ଯ୍ୟନ୍ତ ପ୍ରୟାସରତ। ମଣିଷର ଅନ୍ୟ ମଣିଷଙ୍କ ପାଇଁ ସମୟ କାହିଁ? ସନ୍ଧ୍ୟାରେ ପୁଅ ବୋହୂ ଅଫିସରୁ ଫେରିଲା ବେଳକୁ ବହୁତ ଥକି ଯାଆନ୍ତି। ତଥାପି ବୋହୂ ରାତିର ଖାଇବା ପ୍ରସ୍ତୁତ କରିବା ପାଇଁ ସେ ତାର ରୋଷେଇ ଘରେ ବ୍ୟସ୍ତ ହୋଇଯାଏ। ପୁଅ ଟିଭିରେ ନ୍ୟୁଜ୍ ଚ୍ୟାନେଲ ଲଗାଇ ଦେଇ ଲାପଟପ୍ ନେଇ ବସିଯାଏ। ତଥାପି ତାର କାମ ସରେନା। ପିଲାମାନେ ନିଜ ନିଜ ରୁମ୍ରେ ପାଠପଢ଼ା ନହେଲେ ମୋବାଇଲରେ ବ୍ୟସ୍ତ। ବୁଢ଼ାବୁଢ଼ୀ ଦି'ଜଣ ନିଜ ରୁମ୍ରେ ଏକୁଟିଆ। କିଏ କେତେବେଳେ ଖାଏ ତାର କିଛି ଠିକଣା ନାହିଁ। ରାତି 9:30 ବେଳେ ଅନାଦି ବାବୁଙ୍କର ଖାଇବା ଅଭ୍ୟାସ, ତେଣୁ ଘଣ୍ଟା ଘଣ୍ଟା ଏପଟ ସେପଟ ହୁଏନି। ଠିକ୍ ସମୟରେ ବୋହୂ ଖାଇବା ବାଢ଼ି ଦିଏ। ବୁଢ଼ାବୁଢ଼ୀ ଦି'ଜଣ ଖାଇ ନିଅନ୍ତି। ଆଜିକାଲି ବାପା ମାଙ୍କ ପାଖରେ ସମୟ ନାହିଁ ନିଜ ପିଲାମାନଙ୍କ ପାଖରେ ବସି ଦି'ପଦ କଥା ହେବେ, ସେମାନଙ୍କ ପଢ଼ାପଢ଼ି ଦେହପା ବିଷୟ ଖବର ନେବେ କି ସେମାନଙ୍କୁ କିଛି ଭଲ କଥା ଶିଖାଇବେ। କିନ୍ତୁ କେହି ଏହାକୁ ଆବଶ୍ୟକ ବୋଲି ମନେ କରନ୍ତି ନାହିଁ। ପିଲାଏ ତ ଦାମିକା ସ୍କୁଲରେ ପଢ଼ୁଛନ୍ତି, ସବୁ କିଛି ସେଇଠୁ ଶିଖିନେବେ। ତା ଛଡ଼ା ଟିଭି କମ୍ପ୍ୟୁଟର ଅଛି ସବୁ ଜ୍ଞାନର ଭଣ୍ଡାର। ସବୁଠାରୁ ବଡ଼ କଥା, ପିଲାଙ୍କ ପାଖରେ ମୋବାଇଲ ଅଛି, ନେଟ୍ ପ୍ୟାକ୍ ଅଛି। ସାରା ଦୁନିଆର ଜ୍ଞାନ ନିଜ ନିଜର ଆଙ୍ଗୁଠି ମୁନରେ। ହେଲେ ପିଲାଏ କ'ଣ ଦେଖୁଛନ୍ତି, କେଉଁ ପ୍ରକାରର ଜ୍ଞାନ ଗ୍ରହଣ କରୁଛନ୍ତି, ତାର ଖବର କିଏ ରଖୁଛି? ରାତି ଖାଇବା ସରିଲା ପରେ ଅନାଦି ବାବୁ ବେଡରୁମ୍ରେ ଖଟବାଡ଼ାକୁ ଆଉଜି କ'ଣ ଗୋଟାଏ ବହି ପଢ଼ିବାରେ ମଗ୍ନ ହୋଇଯାଇଥାନ୍ତି। ସେତିକିବେଳେ ସୁନୀତି ଦେବୀ ଖାଇବା ଟେବୁଲରୁ ଅଇଁଠା ବାସନ ଉଠାଇ ରୋଷେଇ ଘର ସିଙ୍କିରେ ଥୋଇ ବେଡରୁମକୁ ଆସିଗଲେ। ହାତ ପୋଛୁ ପୋଛୁ ବେଡ୍ ଉପରେ ଅନାଦି ବାବୁଙ୍କ ପାଖରେ ଗଡ଼ି ପଡ଼ି କହିଲେ, ତୁମେ ଆଜିଯାଏ ସେଇ ପୁରୁଣା ଯୁଗରେ ରହିଗଲ। ଆସୁ କହୁଥିଲା, ସାରା ଦୁନିଆର ଖବର, ସବୁ ପ୍ରକାରର ବହି, ସିନେମା ସବୁ ଅଛି ମୋବାଇଲରେ। ଆଉ ପୁରା ସିନେମା ବି ଦେଖିହେବ ମୋବାଇଲରେ। କିନ୍ତୁ ତୁମେ ଅଟକି ଗଲ ସେଇ ବହି ଭିତରେ। ମୋବାଇଲ ଛାଡ଼ି ଏଇ ବହିରେ ହଜି ଯାଉଛ। ମୋବାଇଲରେ ବହି ପଢ଼ୁନ, ବେଳେବେଳେ ମୋତେ ବି ଟିକିଏ ସିନେମା ଦେଖାଇ ଦିଅନ୍ତ। ହଲରେ ଯାଇ ସିନେମା ଦେଖିବାରେ ଯୁଗେ ବିତିଗଲାଣି। ପିଲାମାନଙ୍କ ଜନ୍ମ ପୂର୍ବରୁ ଆମେ କେତେ ସିନେମା ଦେଖୁଥିଲେ। ତୁମେ ଅଫିସ ଗଲାବେଳେ କହିଦେଇ ଯାଅ, ଚାଲ ଆଜି ସନ୍ଧ୍ୟାରେ ସିନେମା ଦେଖିଯିବା। ତାପରେ ବାହାରେ କେଉଁ ହୋଟେଲ ଖାଇଦେଇ ଆସିବା। ସନ୍ଧ୍ୟାରେ ମୁଁ ଅଫିସରୁ ସିଧା ହଲ୍ ପାଖରେ ପହଞ୍ଚି ଯାଇଥିବି। ନିତିଆକୁ କହିଦେଇଥିବି, ସେ ତା ରିକ୍ସାରେ ତୁମକୁ ହଲ୍ ପାଖରେ ପହଞ୍ଚାଇ ଦେବ। ମୁଁ ସେଇଠି ତୁମର ଅପେକ୍ଷା କରିଥିବି। ଠିକ୍ 5:30 ବେଳକୁ ତୁମେ ରେଡି ହୋଇଯାଇଥିବ। ଅନାଦି ବାବୁ ଆଖି ବନ୍ଦ କରି ସେଇ ପୁରୁଣା ଦିନକୁ ସତେ ଆଉ ଥରେ ଦେଖୁଥିଲେ। ଆଖି ଖୋଲି ଟିକିଏ ରୋମାଣ୍ଟିକ ହୋଇ ସୁନୀତି ଦେବୀଙ୍କୁ ପାଖକୁ ଟାଣି ନେଇ କହିଲେ, ପୁରୁଣା ଦିନ ମନେ ପକାଇ ଦେଲ। ସେ ବିତିଗଲା ସୁନେଲି ଦିନଗୁଡ଼ିକ ଆଉ ଥରେ ଫେରି ଆସନ୍ତାନି। ମୋତେ ବଡ଼ ଆଶ୍ଚର୍ଯ୍ୟ ଲାଗେ, ବିନା ମୋବାଇଲରେ ବି ଆମ ଭିତରେ ଯୋଗସୂତ୍ର ସତରେ କେତେ ପ୍ରବଳ ଥିଲା। ତୁମେ ଯେତେବେଳେ ରିକ୍ସାରୁ ଓହ୍ଲାଅ, ମୁଁ ଚକିତ ରହିଯାଏ। ତୁମେ ମୋ ମନ କଥା କେତେ ସହଜରେ ଜାଣିନିଅ। ମୋ ପସନ୍ଦ ନାପସନ୍ଦ ସବୁ ତୁମକୁ ଜଣାଥାଏ। ମୁଁ କ'ଣ ଭାବୁଛି, କ'ଣ ଚାହୁଁଛି, କହିବା ଆଗରୁ ସବୁ ତୁମେ ଆଗୁଆ ଜାଣିନିଅ। ସିନେମା ହଲ୍ ପାଖରେ ମୁଁ ତୁମକୁ ଯେଉଁ ଶାଢ଼ୀରେ ଦେଖିବାକୁ ଭାବିଥାଏ, ତୁମେ ଠିକ୍ ସେଇ ଶାଢ଼ୀ ପିନ୍ଧି ଆସିଥାଅ। ସତ କୁହ,
ମୋ ମନ କଥା ତୁମେ କେମିତି ଜାଣିଯାଅ? ସୁନୀତି ଦେବୀ ଅନାଦି ବାବୁଙ୍କ ବାହୁ ବନ୍ଧନରୁ ମୁକୁଳି ଯାଇ ଫିକ କିନା ହସିଦେଲେ। ଯେତେବେଳେ ନୂଆ ବୋହୂଟିଏ ହୋଇ ଆସିଥିଲେ ସେତେବେଳେ ଯେମିତି ଦୁଷ୍ଟାମିର ହସ ଠିକ୍ ସେମିତି ମିଠା ହସଧାରେ ମୁହଁରେ ତାଙ୍କର ଝଲସି ଉଠିଥିଲା। ଫରକ ଖାଲି ଏତିକି ଥିଲା, ସେତେବେଳେ ତାଙ୍କ ମୁହଁରେ ମୁକ୍ତା ପରି 32 ଦାନ୍ତ ଥିଲା, ଆଉ ଏବେ ଆଗ ପଛ ଉପର ତଳ ସବୁ ମିଶେଇ 10ଟା ବି ବଞ୍ଚିନି। ତଥାପି ପାକୁଆ ପାଟିର ଏଇ ହସରେ ଏବେ ବି ସେତିକି ମିଠା ଅଛି ଯେତିକି ଆଗରୁ ଥିଲା। ସେମିତି ହସ ହସ ମୁହଁରେ ସୁନୀତି ଦେବୀ କହିଲେ, ବୁଝିଲ, ଆମ ସମୟରେ ମୋବାଇଲ ନଥିଲା ପରା। ଛାଡ଼ ସେ କଥା, ସିନେମା ନହେଲେ ନାହିଁ। ତୁମେ ତୁମ ମୋବାଇଲରେ ବହି ପଢ଼ିବା ଆରମ୍ଭ କଲେ ମୋର ଅଧା କାମ ହୋଇଯାଆନ୍ତା। ଚଷମାର କାଚ ପୋଛୁ ପୋଛୁ ଅନାଦି ବାବୁ ଆଶ୍ଚର୍ଯ୍ୟ ହୋଇ ସୁନୀତି ଦେବୀଙ୍କ ମୁହଁକୁ ଚାହିଁ ପଚାରିଲେ, ମୋବାଇଲରେ ବହି ପଢ଼ିଲେ ତୁମର ଅଧା କାମ କେମିତି ହୋଇଯିବ? ସୁନୀତି ଦେବୀଙ୍କ ପାଖରେ ଉତ୍ତର ଯେପରି ଆଗରୁ ପ୍ରସ୍ତୁତ ଥିଲା। ସାଙ୍ଗେ ସାଙ୍ଗେ କହିଲେ, ତୁମେ ବୁଢ଼ା ହୋଇଗଲଣି, ସବୁକିଛି ଜଲ୍ଦି ଭୁଲି ଯାଉଛ। ବହି ପଢ଼ି କେତେବେଳେ ବାରଣ୍ଡାରେ ଆରାମ ଚୌକି ଉପରେ ତ କେତେବେଳେ ବୈଠକର ସୋଫାରେ, କେବେ ଖାଇବା ଟେବୁଲ ଉପରେ ଛାଡ଼ି ଭୁଲି ଯାଉଛ। ପଛରେ ସୁନି ସୁନି କରି ଡାକ ପକେଇବ, ବହିଟା କୋଉଠି ରହିଲା ବୋଲି ପଚାରି ହେବ। ଖୋଜିବା କାମ ତ ମୋର ନା। ଏଠୁ ସେଠୁ ବହି ଉଠାଇ ପଢ଼ା ଟେବୁଲ ଉପରେ ସାଇତିବାରେ ମୋର ଅଧା ଦିନ ଚାଲି ଯାଉଛି। ଅନାଦି ବାବୁ ଟିକିଏ ହସି କହିଲେ, ଆଗ ସେଇ ପୁରୁଣା ଲ୍ୟାଣ୍ଡଲାଇନ୍ ଫୋନଟାର ଅଭ୍ୟାସ ଭୁଲି ହେଉନି ଆଜି ଯାଏ। ତା ଛଡ଼ା ଫୋନର କାମ ବା କ'ଣ? କେବଳ ଦରକାର ହେଲେ କାହା ସଙ୍ଗେ ଦୁଇ ପଦ କଥାବାର୍ତ୍ତା ହୋଇଯିବା, ବାସ୍ ଏତିକି। ଅଧାରୁ ଅଧିକ ସାଙ୍ଗସାଥୀ ବନ୍ଧୁବାନ୍ଧବ ତ ଆରପୁରକୁ ଚାଲିଗଲେଣି, ଆଉ ଏଇ ମୋବାଇଲ ଫୋନର ନେଟୱାର୍କ ବି ସେ ଯାଏ ପହଞ୍ଚି ପାରିବନି। ବାକି ଯୋଉ କେତେଜଣ ଅଛନ୍ତି, ମଝିରେ ମଝିରେ ସେମାନଙ୍କ ସାଙ୍ଗରେ କଥା ହେଇଯାଉଛି। ମୋବାଇଲରେ ବହି ପଢ଼ିବା କଥା କହୁଛ ଯେ, ବହି ପଢ଼ିବାର ମଜା ଏଇ ଫୋନରୁ କ'ଣ ମିଳିପାରିବ? ପୃଷ୍ଠା ପରେ ପୃଷ୍ଠା ଓଲଟେଇ ସେଇ ଛପା ଅକ୍ଷର ଭିତରେ ବହିର କଥା, କାହାଣୀ, ଚରିତ୍ର ସବୁ ଯେମିତି ସତ ସତକା ନିଜ ନଜର ସଂଳାପ ନିଜେ ଆବୃତ୍ତି କଲା ପରି ଲାଗନ୍ତି। ଏଇ ଛୋଟ ମୋବାଇଲର ଛୋଟ ଛୋଟ ଅକ୍ଷର ଭିତରେ କାହାକୁ ନା ଦେଖି ହୁଏ ନା ଅନୁଭବ କରି ହୁଏ। ବହିର ମଜା ଯିଏ ପାଇଛି ସେ କ'ଣ କେବେ ମୋବାଇଲ କଥା ଭାବିବ? ବହି ସହିତ ପାଠକର ବନ୍ଧୁତା ହୋଇଯାଏ। ପାଠକ ବହି ପଢ଼େ, ସାଇତି ରଖେ, ସେମାନଙ୍କର ଯତ୍ନ ନିଏ। ଯେତେବେଳେ ଏକୁଟିଆ ଅନୁଭବ କରେ, ବହିମାନଙ୍କ ସହିତ ବସିଯାଏ ଯେପରି ପୁରୁଣା ବନ୍ଧୁଟିଏ। କିନ୍ତୁ ଆଜିର ମଣିଷ ସତେ ଯେପରି ନିଃସଙ୍ଗ ହୋଇଯାଇଛି। କେବଳ ନିଜ ସହିତ ବନ୍ଧୁତା କରି ନେଇଛି। ନିଜ ବ୍ୟତୀତ ଆଉ କାହା ସହିତ ତାର ସମ୍ପର୍କ ନାହିଁ। ଏବେ ମଣିଷର ସବୁ ସମ୍ପର୍କ ବେତାର ହୋଇଯାଇଛି। ହୃଦୟ ସହିତ ହୃଦୟର ଯୋଗାଯୋଗ ନାହିଁ। ନ କହିଲେ କେହି ଶୁଣୁନି, ବୁଝେଇ ନ କହିଲେ କେହି ବୁଝୁନି। କାହା ସହିତ ବସିବା, ଉଠିବା, ଦିପଦ କଥା ହେବା, ଦୁଃଖ ସୁଖ ବାଣ୍ଟିବା ମଣିଷ ପୁରା ଭୁଲି ସାରିଲାଣି। ଆଜିକାଲି ମଣିଷର ଏକମାତ୍ର ବନ୍ଧୁ ମୋବାଇଲ। ସେ ସାଥିରେ ଥିଲେ ଆଉ କାହା କଥା ମନେ ପଡ଼େନା। କିନ୍ତୁ ସେତେବେଳେ ଆମ ପାଖରେ ମୋବାଇଲ ନଥିଲା, ତଥାପି ନ କହିବି ଅନେକ କଥା ଶୁଣି ହେଉଥିଲା, ନ ଶୁଣିବି ଅନେକ କଥା ବୁଝି ହେଉଥିଲା। କାରଣ ସେ ସମ୍ପର୍କ ପାଇଁ କିଛି ନେଟୱାର୍କର ଆବଶ୍ୟକତା ନଥିଲା। ହୃଦୟ ସହିତ ହୃଦୟ ଯୋଡ଼ି ହୋଇ ରହିଥିଲା। ସମ୍ପର୍କ ସବୁ ଆତ୍ମାର ଥିଲା। ସବୁଠାରୁ ମଜା କଥା କ'ଣ ଜାଣିଛ? ମୋବାଇଲ କମ୍ପାନୀର ଆଡଭର୍ଟାଇଜରେ ସେମାନେ ଲେଖନ୍ତି, କନେକ୍ଟିଂ ପିପୁଲ, ମାନେ ଆମେ ମଣିଷ ସହିତ ମଣିଷର ସମ୍ପର୍କକୁ ଦୃଢ଼ କରୁ। କିନ୍ତୁ ବାସ୍ତବରେ ମୋବାଇଲ ମଣିଷର ସମ୍ପର୍କକୁ ଦୃଢ଼ କରୁଛି। ମା ମୋବାଇଲ ଭିତରେ ଏପରି ହଜି ଯାଉଛି ଯେ ଛୋଟ ଛୁଆ ଭୋକରେ କାନ୍ଦୁଥିଲେ ବି ମା ଜାଣିପାରୁନି। ପାଖ ବଖରାରେ ଶୋଇଥିବା ବୁଢ଼ା ବାପା ମା କାଶି କାଶି ବେଦମ ହୋଇଗଲେ ବି କାହାକୁ ଶୁଣାଯାଉନି। ଫେସବୁକ୍, ଟ୍ୱିଟର ଏବଂ ଅନ୍ୟ ଅନେକ ସୋସିଆଲ ସାଇଟରେ ହଜାର ହଜାର ବନ୍ଧୁ, ଫଲୋଅର୍ସ ଥାନ୍ତି। କିନ୍ତୁ ବାସ୍ତବରେ ସେମାନେ କ'ଣ ଏତେ ନିଜର ହୋଇପାରନ୍ତି? ବେଳ ଅବେଳରେ ଦରକାର ପଡ଼ିଲେ ପାଖରେ ଠିଆ ହୋଇପାରନ୍ତି। ସୁନୀତା ଦେବୀ କଥା ମଝିରେ କହିଲେ, ସତ କଥାଟିଏ କହିଲ। ସେତେବେଳେ ମଣିଷର ସବୁ ଧ୍ୟାନ ମଣିଷ ଉପରେ ଥିଲା।
ଜଣେ ଆଉ ଜଣଙ୍କ କଥା ଭାବୁଥିଲା। ଆଜି ପାଖରେ ଥାଇ ବି ମଣିଷ ମଣିଷ ଠାରୁ କେତେ ଦୂର ହୋଇଯାଉଛି। ପତି ପତ୍ନୀ ଗୋଟିଏ ଘରେ ରହନ୍ତି, ଗୋଟିଏ ବେଡ୍ରେ ଶୁଅନ୍ତି, ହେଲେ ପରସ୍ପର ସହିତ କେତେ ସମୟ କଥା ହୁଅନ୍ତି। ଦିନସାରା କାମ ସାରିଲା ପରେ ମୋବାଇଲ। ସମସ୍ତେ ହଜିଯାଆନ୍ତି ସେଇ ବୁଢ଼ିଆଣୀ ଜାଲ ଭିତରେ। କାହା କଥା ଟିକିଏ ଭାବିବାକୁ, କାହାର ମନର ଭାବ ପଢ଼ିବାକୁ କାହା ପାଖରେ ସମୟ ନାହିଁ। ଆଜି ପୁଅ ବୋହୂ ସାଥୀ ହୋଇ ତ ରହନ୍ତି, କିନ୍ତୁ କଥା ନୁହେଁ। ହ୍ୱାଟ୍ସଆପ୍ କରନ୍ତି, ପରସ୍ପର ସ୍ନେହ କମ୍ କିନ୍ତୁ ଟ୍ୟାଗ୍ କରନ୍ତି। ପ୍ରେମର କେମିଷ୍ଟ୍ରି ଭୁଲି ଯାଆନ୍ତି, କିନ୍ତୁ ଅନ୍ୟର ପୋଷ୍ଟରରେ ଲାଇକ୍ କରନ୍ତି, କମେଣ୍ଟ ଦିଅନ୍ତି। ଲଭ୍ ଥାଉ କି ନଥାଉ ଲାଇକ୍ କରନ୍ତି। ମିଠା ମିଠା ଥଟ୍ଟା ମଜା ସହି ହୁଏନା, ସିଧା ଅନଫ୍ରେଣ୍ଡ କରିଦିଅନ୍ତି। ତୁମେ ଯେତେବେଳେ ଚାକିରି କରୁଥିଲ, ମୁଁ ଜାଣିନଥାଏ ତୁମେ ଅଫିସରୁ ଡେରିରେ ଫେରିବ କି ଷୋହଳ। କିନ୍ତୁ ସବୁଦିନ ସନ୍ଧ୍ୟାରେ ମୁଁ ଯେତେବେଳେ ପାଣି ଗ୍ଲାସଟିଏ ନେଇ କବାଟ ପାଖରେ ପହଞ୍ଚେ, ଠିକ୍ ସେତିକିବେଳେ ତୁମେ କବାଟ ଠକ୍ ଠକ୍ କର। ମୁଁ କବାଟ ଖୋଲେ ଆଉ ତୁମେ ମୋ ହାତରୁ ପାଣି ଗ୍ଲାସ ନେଇ ବୈଠକର ସେଇ କାଠ ଚୌକିଟାରେ ବସି ପଡ଼ି ପାଣି ପିଅ। ଅନାଦି ବାବୁ ସୁନୀତାଙ୍କ ମୁହଁକୁ ଚାହିଁ କହିଲେ, ହଁ, ଏଇଟା ସତ କଥା। ମୁଁ 30 ବର୍ଷ କାଳ ଚାକିରି କରିବା ଭିତରେ କେବେ ବି ବୁଝିପାରିଲିନି, ମୁଁ ଆସୁଛି ବୋଲି ତୁମେ ଜାଣିପାରି ପାଣି ନେଇ ଚାଲି ଆସ, ଅବା ତୁମେ ପାଣି ଗ୍ଲାସ ନେଇ ମୋର ଅପେକ୍ଷା କରିଛ ବୋଲି ମୁଁ ଘରକୁ ଚାଲି ଆସେ। ସୁନୀତି ଦେବୀ କହିଲେ, ଆଜି ବି ମୋର ମନେ ପଡ଼େ, ରିଟାୟାର୍ଡ ଆଗରୁ ସେତେବେଳେ ତୁମେ ଡାଇବେଟିସ୍ ନଥିଲ। ଯେତେବେଳେ ଖାଇସାରିବା ପରେ ମୁଁ ତୁମ ମନ ଲାଖି କ୍ଷୀରି ପରସି ଦିଏ, ତୁମେ ଟିକିଏ ହସିଦିଅ ଆଉ କୁହ, ଜାଣିଛ, ଆଜି ଦ୍ୱିପହରରେ ମନ ହେଉଥିଲା ରାତି ଖାଇବାରେ ମିଠା କ୍ଷୀରି ଟିକିଏ ମିଳିଗଲେ ସତରେ ବହୁତ ମଜା ଆସିଯାଆନ୍ତା। ଅନାଦି ବାବୁ ସଙ୍ଗେ ସଙ୍ଗେ ପଚାରିଲେ, କିନ୍ତୁ ତୁମେ ମୋ ମନ କଥା କେମିତି ଜାଣିଯାଅ? ଅଫିସରୁ ଫେରିଲା ବେଳେ ମୁଁ ଯାହା କିଛି ଖାଇବାକୁ ମନେ ମନେ ଭାବିଥାଏ, ଘରେ ପହଞ୍ଚିଲା ପରେ ସବୁକିଛି ଠିକ୍ ଠିକ୍ ସେମିତି ଖାଇବାକୁ ମିଳିଯାଏ। ସୁନୀତି ଦେବୀ ଟିକିଏ ମୁରୁକି ହସି କହିଲେ, ଆଗ ସେତେବେଳେ ମୋବାଇଲ ନଥିଲା ସିନା, କିନ୍ତୁ ସାରା ପରିବାରର ସମସ୍ତଙ୍କର ରୁଚି ଅରୁଚି ଆଉ ମନ କଥା ଜାଣି ବୁଝି ହୋଇଯାଉଥିଲା। ତୁମର ମନେ ଅଛି, ପୁଅ ଜନ୍ମ ବେଳେ ବାପା ମୋତେ ଡାକି ନେଇଥିଲେ, ମୁଁ ବାପ ଘରେ ଥିଲି। ଯେତେବେଳେ କଷ୍ଟ ଆରମ୍ଭ ହେଲା, ମନେ ମନେ ଭାବୁଥିଲି ତୁମେ ମୋ ପାଖରେ ଥାଆନ୍ତ କି, ହେଲେ ଥରଟିଏ ତୁମକୁ ଦେଖନ୍ତି। ମୋ ଡାକ ଭଗବାନ ଶୁଣିପାରିଲେ, ବଡ଼ ଚମତ୍କାର ହୋଇଗଲା। ଅଧଘଣ୍ଟା ଭିତରେ ତୁମେ ମୋ ପାଖରେ ପହଞ୍ଚି ଯାଇଥିଲ। ମୋ ମଥାରେ ହାତ ରଖି ଟିକିଏ ହସି ଦେଇ କହିଲ, କିଛି ଡର ନାହିଁ, ମୁଁ ତୁମ ପାଖେ ପାଖେ ଅଛି, ସବୁ କିଛି ଭଲରେ ଭଲରେ ହୋଇଯିବ। ଅନାଦି ବାବୁ କହିଲେ, ହଁ, କାହିଁକି କେଜାଣି ସେଦିନ ତୁମକୁ ଥରେ ଦେଖିବାକୁ ମୋର ଭାରି ମନ ହେଉଥିଲା। ସବୁ କାମ ଧନ୍ଦା ଛାଡ଼ି ତୁମ ପାଖରେ ଏ ଅଧମପତି ହାଜର ହୋଇଯାଇଥିଲା। ଏସବୁ ଅପୂର୍ବ ସଂଯୋଗ ଅବା ପରସ୍ପର ପ୍ରତି ପ୍ରେମର ପ୍ରତିଫଳନ ଜାଣି ହୁଏନା, କିନ୍ତୁ ଏକଥା ସତ, ସମ୍ପର୍କର ଗଭୀରତା ଜଣେ ଆଉ ଜଣକୁ ଏମିତି ପାଖକୁ ଟାଣିନିଏ। ସୁନୀତି ଦେବୀ ସେଇ ପୁରୁଣା ଦିନ ଭିତରେ ସତେ ଯେପରି ହଜି ହଜି ଯାଉଥିଲେ। ଅନାଦି ବାବୁଙ୍କ ମୁହଁରୁ ଅନେଇ କହିଲେ, ତୁମର ମନେ ଅଛି, ଦିନେ ଦ୍ୱିପହର ରୋଷେଇ କରୁ କରୁ ଗରମ ତେଲ ପଡ଼ି ମୋର ହାତ ଜଳି ଯାଇଥିଲା। ଆଉ ସେଇଦିନ ସନ୍ଧ୍ୟାରେ ତୁମେ ଯେତେବେଳେ ଅଫିସରୁ ଫେରିଲ, ତୁମ ହାତରେ ବର୍ଣ୍ଣଲର ଟ୍ୟୁବ୍ ଥିଲା। ମୁଁ ଯେତେବେଳେ ପଚାରିଲି ମୋ ହାତ ପୋଡ଼ିଗଲା ବୋଲି ତୁମେ କେମିତି ଜାଣିଲ, ତୁମେ ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁ ରହିଲ ଆଉ କହିଲ, ମୋ ହାତ ଜଳିଥିବା କଥା ତୁମେ ଜାଣିନ, କିନ୍ତୁ ତୁମକୁ ଲାଗିଲା ଘରେ ବର୍ଣ୍ଣଲ ସରିଯାଇଥିବ, ପୁଣି କେତେବେଳେ ଏମର୍ଜେନ୍ସିରେ କାଳେ ଦରକାର ପଡ଼ିଯିବ, ସେ କଥା ଭାବି ବଜାରରୁ କିଣି ଆଣିଥିଲ। ଜେଜେମା ମୁରୁକି ହସିଲେ। ଲାଜେଇ ଲାଜେଇ ଜେଜେଙ୍କ ହାତକୁ ଧରିଲେ, କହିଲେ, ହଁ, ଆମ ସମୟରେ ଖାଲି ପ୍ରେମ ଥିଲା, ହେଲେ ମୋବାଇଲ ନଥିଲା। କେବଳ ତୁମେ ଥିଲ, ମୁଁ ଥିଲି, ଆଉ ଆମ ଭିତରେ ଗଭୀର ପ୍ରେମ ଥିଲା। ଅନାଦି ବାବୁ ସୁନୀତି ଦେବୀଙ୍କ ଆଖିରେ ଆଖି ମିଳେଇ କହିଲେ, ଆଜି ସମୟ ବହୁତ ଆଧୁନିକ ହୋଇଯାଇଛି, ସବୁ କିଛି ବଦଳି ଯାଇଛି। ଆମର ବୟସ ସରି ସରି ଆସୁଛି। ଏବେ ଆମେ
ଭାଇବ୍ରେସନ୍ ମୋଡ଼ରେ ବଞ୍ଚିଛେ। ଜୀବନ ବ୍ୟାଟେରୀର ଚାର୍ଜ ସରି ସରି ଆସୁଛି। ଜୀବନରେଖା ଗୋଟିଏ ଗାରରେ ଝୁଲୁଛି। ସୁନୀତି ଦେବୀ କହିଲେ, ହେଇ ଦେଖିଲଣି, ଗପସପ କରୁ କରୁ ରାତି 10:30 ବାଜିଲାଣି। କଥା ଭଳରେ ମୁଁ ତୁମ କ୍ଷୀର କଥା ଭୁଲି ଯାଇଛି। ରୁହ, ତୁମ ପାଇଁ କ୍ଷୀର ଗରମ କରି ନେଇ ଆସୁଛି। ଭାବୁଛି ବିନା ଚିନିରେ କ୍ଷୀର ପିଇ ପିଇ ତୁମେ ବୋର୍ ହୋଇଗଲଣି। ଆଜି କ୍ଷୀରିରେ ଟିକିଏ ମହୁ ମିଶେଇ ନେଇ ଆସିବି। ତୁମର ଟେଷ୍ଟ ଟିକିଏ ବଦଳିଯିବ। ଅନାଦି ବାବୁ ସୁନୀତି ଦେବୀଙ୍କ କଥା କାଟି କହିଲେ, ଆରେ ତୁମେ କେମିତି ଜାଣିଲ ମୁଁ ଏବେ ସେଇ କଥା ତୁମକୁ କହିଥାନ୍ତି। ବିନା ମିଠାରେ କ୍ଷୀର ପିଇବାକୁ ଭଲ ଲାଗୁନି। ହେଲେ ତୁମେ ମୋର ମନ କଥା କହିଦେଲ। ସୁନୀତି ଦେବୀ ପାକୁଆ ପାଟିରେ ଟିକିଏ ହସିଦେଇ କହିଲେ, ଆମ ସମୟରେ ମୋବାଇଲ ନଥିଲା, ହେଲେ ମନ ପଢ଼ିବାକୁ ଉଚ୍ଚ ଶକ୍ତିଶାଳୀ ସିକ୍ସସେନ୍ସ ଥିଲା। ବୁଢ଼ା ବୁଢ଼ୀ ଦୁହେଁ ପରସ୍ପର ମୁହଁକୁ ଚାହିଁ ହୋ ହୋ ହୋଇ ହସି ଉଠିଲେ।